ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ସଦାସର୍ବଦା ଆଜ୍ଞା ଗୋଟିଏ କଥା ମନେ ରଖିଥିବେ, ଜୀବନରେ ଯଦି ଶାନ୍ତିରେ ରହିବା ପାଇଁ ଚାହୁଁଛନ୍ତି ବାପା ମାଆଙ୍କର ସେବା କରିବେ, ନିଶ୍ଚିତ ଶାନ୍ତି ରହିବେ। ଜୀବନ ଭିତରେ ଆଉ କୌଣସି କଥା ଚିନ୍ତା କରିବେ ନାହିଁ। ସେବା, ସମସ୍ତଙ୍କ ପ୍ରତି ଶ୍ରଦ୍ଧା ରଖିବେ, ଏ ସଂସାର ଭିତରେ ଶାନ୍ତିରେ ରହିବେ। କାରଣ ଏ ସଂସାରକୁ ଆଣିଥିବା ଲୋକ ହେଉଛନ୍ତି ବାପା ମା। ଟିକେ ସ୍ନେହ ମମତା ପାଇବା ପାଇଁ, ବୃଦ୍ଧ କାଳରେ ଟିକେ ସାହାଯ୍ୟ ପାଇବା ପାଇଁ ତାଙ୍କ ମନ କେତେ ବ୍ୟାକୁଳ। ଆଜିର ମଣିଷ ବାପା ମା ବୃଦ୍ଧ ହେଲା ପରେ ତାଙ୍କୁ ଦୂରେଇ ଦେଉଛନ୍ତି, ଖାଇବା ପିଇବା ପାଇଁ ମୁଠେ ଦେଉନାହାନ୍ତି। ଅନେକ ଜାଗାରେ ହେଉଛି, ସବୁ ଜାଗାରେ ନୁହଁ। କିନ୍ତୁ ଯେଉଁ ଭାଇମାନେ ମୋ ଭିଡ଼ିଓଟିକୁ ଦେଖୁଛନ୍ତି, ସଦାସର୍ବଦା ଗୋଟିଏ କଥା ଚିନ୍ତା କରିବେ, ପିତାମାତା କଲ୍ୟାଣରୁ ପୁତ୍ର ହୁଏ ସୁଖୀ। ବାପା ମାଆଙ୍କର ଯଦି ଆଶୀର୍ବାଦ ରହିବ ନା, ପିଲାମାନଙ୍କୁ କେବେ ରୋଗ ଆସିବ ନାହିଁ, କେବେ ରୋଗ ଆସିବ ନାହିଁ। ଯଦି ମୋ ଭିଡ଼ିଓଟି ଆପଣଙ୍କୁ ଭଲ ଲାଗୁଥାଏ ତାହେଲେ ପ୍ରତ୍ୟେକ ଦିନ ଭକ୍ତିର ସହ ଦେଖୁଥାନ୍ତୁ, ସଦାସର୍ବଦା ଶାନ୍ତିରେ ରହିବେ। କାରଣ ମୁଁ ସଦାସର୍ବଦା ସମସ୍ତଙ୍କ ପାଖରେ ପହଞ୍ଚାଇ ଦିଏ କ'ଣ ନା, ଭାବର ଠାକୁର ଭଗବାନ ଭାବିଦେଲେ ସେ ତୁମ ପାଖରେ ନିଶ୍ଚିତ ପହଞ୍ଚିବେ। ଠିକ୍ ସେହିଭଳି ଯଦି ତୁମ ପାଖରେ ତୁମ ବାପା ମା ଆଜି ନାହାନ୍ତି, ଆପଣ ଗୋଟେ ବଡ଼ ରୋଗ ହେଇଛି, ଥରେ ବାପା ମାଆଙ୍କ ନାଁ ଧରି ଯେଉଁ ଜାଗାରେ ଟିକେ ଛିଡ଼ି ଯାଇଥାଏ ହାତ ମାରିଦିଅ, ବଥା କମିଯିବ। କାରଣ ପିତାମାତା କଲ୍ୟାଣରୁ ପୁତ୍ର ହୁଏ ସୁଖୀ, ନିଶ୍ଚିତ ଏକଥା ସତ୍ୟ। ବାପା ମାଆଙ୍କର ଯେଉଁଠି ଆଶୀର୍ବାଦ ନାହିଁ, ସେ ପିଲା କେବେ କୌଣସି ଜାଗାରେ ସମ୍ମାନିତ ହେବ ନାହିଁ। ବାପା ମାଆଙ୍କର ଯଦି ଆଶୀର୍ବାଦ ନାହିଁ, ସେ ପିଲା ନିଶ୍ଚିତ ରୋଗକ୍ରାନ୍ତ ହେବ। କାରଣ ବାପା ମାଆଙ୍କର ଅଭିଶାପ ଏତେ ଛୋଟିଆ ନୁହଁ। କେବେ ଜୀବନ କାଳ ଭିତରେ ବାପା ମାଆଙ୍କର ଆଖିରେ ଲୁହ ଦେବ ନାହିଁ, ତେବେ ଯାଇ ସଂସାର ଭିତରେ ଶାନ୍ତି ରହିବେ। ତେଣୁ ମହାପ୍ରଭୁ ବୁଝେଇଛନ୍ତି ଏ କଥା, ଗୋଟି ଗୋଟି କରି କହିଛନ୍ତି। ଏ କଥା କହିବାର ଉଦ୍ଦେଶ୍ୟ, ସଦା ସର୍ବଦା ଶାନ୍ତିରେ ରହିବା ପାଇଁ ହେଲେ ସତ୍ୟତାକୁ ଜାଗ୍ରତ କର, ଶତ୍ରୁମାନଙ୍କୁ ବିନାଶ କର, ଅହଙ୍କାରକୁ ଦୂରେଇ ଦିଅ, ଅଜ୍ଞାନତାକୁ ଦୂରେଇ ଦିଅ, ନିଶ୍ଚିତ ଶାନ୍ତିରେ ରହିବ। ଜୟ ଜୟ ଜଗନ୍ନାଥ, ଜୟ ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।